ଦ୍ୱାଦଶ ଅଧ୍ୟାୟ ଆରମ୍ଭ। ଆଜି ଆମେ ଶୁଣିବା ସଂକ୍ଷିପ୍ତ ଶିବପୁରାଣର ପବିତ୍ର କଥା। ମୁଖ୍ୟଦାୟକ ପୁଣ୍ୟକ୍ଷେତ୍ର ମାନଙ୍କର ବର୍ଣ୍ଣନା। କାଳ ବିଶେଷରେ ବିଭିନ୍ନ ନଦୀମାନଙ୍କ ଜଳରେ ସ୍ନାନ କରିବାର ଉତ୍ତମ ଫଳ ତଥା ତୀର୍ଥକ୍ଷେତ୍ରର ପାପରୁ ଦୂରେଇ ରହିବାକୁ ଚେତାବନୀ। ସୂତ କହୁଛନ୍ତି, ହେ ବିଦ୍ୱାନ ଏବଂ ବୁଦ୍ଧିମାନ ମହର୍ଷିଗଣ, ମୁଖ୍ୟଦାୟକ ଶିବକ୍ଷେତ୍ରର ବର୍ଣ୍ଣନା ଶୁଣ। ଏହାପରେ ମୁଁ ଲୋକରକ୍ଷଣ ପାଇଁ ଶିବ ସମ୍ବନ୍ଧୀୟ ଆଗମ ବିଷୟରେ ବର୍ଣ୍ଣନା କରିବି। ପର୍ବତ, ବନ ଓ କାନନ ସମେତ ଏହି ପୃଥିବୀର ବିସ୍ତାର ହେଉଛି 50 କୋଟି ଯୋଜନ। ଭଗବାନ ଶିବଙ୍କ ଆଜ୍ଞାରେ ପୃଥିବୀ ସମସ୍ତ ଜଗତକୁ ଧାରଣ କରିଛି। ଭଗବାନ ଶିବ ଭୂତଳରେ ବିଭିନ୍ନ ସ୍ଥାନରେ ସେଠାକାର ନିବାସୀଙ୍କୁ କୃପାପୂର୍ବକ ମୋକ୍ଷ ଦେବା ପାଇଁ ଶିବକ୍ଷେତ୍ର ସୃଷ୍ଟି କରିଛନ୍ତି। କେତେକ କ୍ଷେତ୍ରକୁ ଦେବତା ଓ ଋଷିମାନେ ଆପଣ ବାସସ୍ଥାନ କରି ଅନୁଗୃହୀତ କରିଛନ୍ତି। ସେଥିପାଇଁ ସେ ସ୍ଥାନରେ ତୀର୍ଥତ୍ୱ ପ୍ରକଟ ହୋଇଯାଇଛି। ଆଉ କେତେକ କ୍ଷେତ୍ର ଜଗତର ରକ୍ଷଣ ପାଇଁ ସ୍ୱୟଂ ଆପେ ଆପେ ଉଦ୍ଭୂତ ହୋଇଛନ୍ତି। ତୀର୍ଥକ୍ଷେତ୍ରକୁ ଗଲେ ମନୁଷ୍ୟ ସେଠାରେ ସ୍ନାନ, ଦାନ ଓ ଜପ ଇତ୍ୟାଦି କରିବା ଉଚିତ। ଅନ୍ୟଥା ସେ ରୋଗ, ଦରିଦ୍ରତା ଓ ମୂକତ୍ୱ ଆଦି ଦୋଷରେ ଭାଗି ହୋଇଥାଏ। ଯେଉଁ ମନୁଷ୍ୟ ଭାରତବର୍ଷ ଭିତରେ ମୃତ୍ୟୁବରଣ କରେ, ସେ ତାର ପୁଣ୍ୟ ବଳରେ ବ୍ରହ୍ମଲୋକରେ ବାସ କରି ପୁଣ୍ୟକ୍ଷୟ ହେବା ପରେ ପୁନଃ ମନୁଷ୍ୟ ଜନ୍ମ ପାଏ। ବ୍ରାହ୍ମଣଗଣ, ପୁଣ୍ୟକ୍ଷେତ୍ରରେ ପାପ କର୍ମ କଲେ ପାପ ଆହୁରି ଦୃଢ଼ ହୋଇଯାଏ। ତେଣୁ ପୁଣ୍ୟକ୍ଷେତ୍ରରେ ବାସ କଲାବେଳେ ସୂକ୍ଷ୍ମାତି ସୂକ୍ଷ୍ମ ଅଥବା ସାମାନ୍ୟ ବି ପାପ ନ କରିବା ଉଚିତ। ସିନ୍ଧୁ ଓ ଶତଦ୍ରୁ ନଦୀର ତଟରେ ବହୁତ ପୁଣ୍ୟକ୍ଷେତ୍ର ଅଛି। ସରସ୍ୱତୀ ନଦୀ ପରମ ପବିତ୍ର ଓ 60 ମୁଖଯୁକ୍ତ, ଅର୍ଥାତ୍ ଏହାର 60 ଧାରା ରହିଛି। ବିଦ୍ୱାନ ଲୋକେ ସେହି ଧାରାମାନଙ୍କ ତଟରେ ନିବାସ କଲେ ସେମାନେ କ୍ରମଶଃ ବ୍ରହ୍ମପଦକୁ ପ୍ରାପ୍ତ ହୁଅନ୍ତି। ହିମାଳୟରୁ ବାହାରିଥିବା ପୁଣ୍ୟସଲିଳା ଗଙ୍ଗା 100 ମୁଖଯୁକ୍ତ। ତାହାର ତଟରେ କାଶୀ, ପ୍ରୟାଗ ଆଦି ଅନେକ ପୁଣ୍ୟକ୍ଷେତ୍ର ଅଛି। ମକର ରାଶିକୁ ସୂର୍ଯ୍ୟ ଗଲେ ସେଠାକାର ଗଙ୍ଗା ତଟବର୍ତ୍ତୀ ଭୂମି ଆହୁରି ଅଧିକ ପ୍ରଶସ୍ତ ଓ ପୁଣ୍ୟଦାୟକ ହୋଇଯାଏ। ସୋଣଭଦ୍ର ନଦର 10ଟି ଧାରା ଅଛି। ବୃହସ୍ପତି ମକର ରାଶିକୁ ଆସିଲେ ତାହା ଅତ୍ୟନ୍ତ ପବିତ୍ର ଓ ଅଭୀଷ୍ଟ ଫଳଦାୟ ହୋଇଥାଏ। ସେତେବେଳେ ସେଠାରେ ସ୍ନାନ ଓ ଉପବାସ କଲେ ବିନାୟକ ପଦ ପ୍ରାପ୍ତି ହୁଏ। ପୁଣ୍ୟସଲିଳା ମହାନଦୀ ନର୍ମଦାର 24ଟି ମୁଖ ରହିଛି। ସେଥିରେ ସ୍ନାନ ବା ତାହାର ତଟରେ ନିବାସ କଲେ ମନୁଷ୍ୟକୁ ବୈଷ୍ଣବ ପଦ ପ୍ରାପ୍ତ ହୁଏ। ତମସାର 12ଟି ତଥା ରେବାର 10ଟି ମୁଖ। ପରମ ପୁଣ୍ୟମୟୀ ଗୋଦାବରୀର 21ଟି ମୁଖ ଅଛି। ତାହା ବ୍ରହ୍ମହତ୍ୟା ଓ ଗୋହତ୍ୟା ପାପକୁ ମଧ୍ୟ ନାଶ କରିଥାଏ ଏବଂ ରୁଦ୍ରଲୋକ ପ୍ରଦାନ କରାଇଥାଏ। କୃଷ୍ଣବେଣୀ ନଦୀର ଜଳ ଅତି ପବିତ୍ର। ତାହା ସମସ୍ତ ପାପକୁ ଧୋଇ ହୋଇଥାଏ। ତାହାର 18ଟି ମୁଖ ଅଛି ବୋଲି କୁହାଯାଇଛି। ତାହା ବିଷ୍ଣୁ ଲୋକ ପ୍ରଦାନ କରାଇଥାଏ। ତୁଙ୍ଗଭଦ୍ର 10ଟି ମୁଖ ଅଛି। ତାହା ବ୍ରହ୍ମଲୋକ ପ୍ରଦାୟକ। ପୁଣ୍ୟସଲିଳା ସୁବର୍ଣ୍ଣ ମୁଖରୀର 9ଟି ମୁଖ ଅଛି ବୋଲି କୁହାଯାଏ। ବ୍ରହ୍ମଲୋକରୁ ଫେରନ୍ତା ପ୍ରାଣୀ ତାହାରି କୂଳରେ ଜନ୍ମ ଲାଭ କରିଥାନ୍ତି। ସରସ୍ୱତୀ ନଦୀ, ଫମ୍ପା ସରୋବର, କନ୍ୟାକୁମାରୀ ଅନ୍ତରୀପ ଓ ଶୁଭକାରକ ଶ୍ୱେତା ନଦୀ ଏସବୁ ପୁଣ୍ୟକ୍ଷେତ୍ର ଅଟନ୍ତି। ଏମାନଙ୍କ ତଟରେ ନିବାସ କଲେ ଇନ୍ଦ୍ରଲୋକ ପ୍ରାପ୍ତ ହୁଏ। ସହ୍ୟ ପର୍ବତରୁ ବାହାରିଥିବା ମହାନଦୀ କାବେରୀ ପରମ ପୁଣ୍ୟମୟୀ। ତାହାର 27ଟି ମୁଖ ଥିବା କୁହାଯାଏ। ତାହା ସମସ୍ତ ଅଭୀଷ୍ଟ ବସ୍ତୁ ପ୍ରଦାନକାରିଣୀ। ତାହାର ତଟ ସ୍ୱର୍ଗଲୋକ ପ୍ରଦାୟକ ତଥା ବ୍ରହ୍ମା ଓ ବିଷ୍ଣୁଙ୍କ ପଦ ପ୍ରଦାୟକ। କାବେରୀର ଯେଉଁ ତଟ ଶିବକ୍ଷେତ୍ରର ଅନ୍ତର୍ଗତ, ତାହା ଅଭୀଷ୍ଟ ଫଳ ଦେବା ସହିତ ଶିବଲୋକ ପ୍ରଦାନ କରାଇଥାଏ। ସୂର୍ଯ୍ୟ ଓ ବୃହସ୍ପତି ମେଷ ରାଶିକୁ ଆସିଥିବା ସମୟରେ ନୈମିଷାରଣ୍ୟ ତଥା ବଦରିକାଶ୍ରମରେ ସ୍ନାନ କଲେ ସେହି ସ୍ନାନ ପୂଜନ ଆଦି ବ୍ରହ୍ମଲୋକ ପ୍ରଦାୟକ ହୁଏ ବୋଲି ଜାଣ। ସିଂହ ଓ କର୍କଟ ରାଶିକୁ ସୂର୍ଯ୍ୟ ଆସିଯିବା ପରେ ସିନ୍ଧୁ ନଦୀରେ କରାଯାଇଥିବା ସ୍ନାନ ଓ କେଦାର ତୀର୍ଥରେ ଜଳପାନ ଜ୍ଞାନଦାୟକ ବୋଲି ଧରାଯାଇଥାଏ। ବୃହସ୍ପତି ସିଂହ ରାଶିରେ ଥିବାବେଳେ ସିଂହ ସଂକ୍ରାନ୍ତି ଯୁକ୍ତ ଭାଦ୍ର ମାସରେ ଯଦି ଗୋଦାବରୀରେ ସ୍ନାନ କରାଯାଏ, ତେବେ ତାହା ଶିବଲୋକ ପ୍ରାପ୍ତି କରାଇଥାଏ। ଏହା ପୂର୍ବ କାଳରେ ସ୍ୱୟଂ ଭଗବାନ ଶିବ କହିଥିଲେ। ସୂର୍ଯ୍ୟ ଓ ବୃହସ୍ପତି କନ୍ୟା ରାଶିରେ ଥିବାବେଳେ ଯମୁନା ଓ ସୋଣଭଦ୍ରରେ ସ୍ନାନ କରିବା ଉଚିତ। ସେହି ସ୍ନାନ ଧର୍ମରାଜଙ୍କ ଓ ଗଣେଶଙ୍କ ଲୋକରେ ମହାନ ଭୋଗ ପ୍ରଦାନ କରାଇଥାଏ। ଏହା ମହର୍ଷିମାନଙ୍କର ଧାରଣା। ସୂର୍ଯ୍ୟ ଓ ବୃହସ୍ପତି ତୁଳା ରାଶିରେ ଥିବାବେଳେ କାବେରୀରେ ସ୍ନାନ କଲେ ସେହି ସ୍ନାନ ବିଷ୍ଣୁଙ୍କ ବଚନର ମହିମାରେ ସମସ୍ତ ଅଭୀଷ୍ଟ ବସ୍ତୁ ପ୍ରଦାନ କରାଇଥାଏ ବୋଲି କଥିତ ଅଛି। ସୂର୍ଯ୍ୟ ଓ ବୃହସ୍ପତି ବିଛା ରାଶିରେ ଥିବାବେଳେ ମାର୍ଗଶିର ମାସରେ ନର୍ମଦାରେ ସ୍ନାନ କଲେ ବିଷ୍ଣୁଲୋକ ପ୍ରାପ୍ତି ହୋଇଥାଏ।
ରବି ଓ ଗୁରୁ ଧନୁ ରାଶିରେ ସ୍ଥିତ ହେଲା ବେଳେ ସୁବର୍ଣ୍ଣମୁଖରୀ ନଦୀରେ ସ୍ନାନ କଲେ ତାହା ଶିବଲୋକ ପ୍ରଦାନକାରୀ ହୋଇଥାଏ ବୋଲି ବ୍ରହ୍ମା କହିଛନ୍ତି। ସୂର୍ଯ୍ୟ ଓ ବୃହସ୍ପତି ମକର ରାଶିରେ ଥିବାବେଳେ ମାଘ ମାସରେ ଗଙ୍ଗାରେ ସ୍ନାନ କରିବା ଉଚିତ। ବ୍ରହ୍ମାଙ୍କ ବଚନାନୁସାରେ ସେହି ସ୍ନାନ ଶିବଲୋକ ପ୍ରାପ୍ତ କରାଇଥାଏ। ଶିବଲୋକ ପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସ୍ଥାନରେ ସୁଖ ଭୋଗ କରି ଶେଷରେ ବ୍ୟକ୍ତିଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥାଏ। ମାଘ ମାସରେ ତଥା ସୂର୍ଯ୍ୟ କୁମ୍ଭ ରାଶିରେ ଥିବାବେଳେ ଫାଲ୍ଗୁନ ମାସରେ ଗଙ୍ଗା ତଟରେ କରାଯାଇଥିବା ଶ୍ରାଦ୍ଧ ପିଣ୍ଡ ଦାନ ଅଥବା ତିଳକ ଦାନ ପିତାଙ୍କ ଓ ଅଜାଙ୍କ କୂଳରେ ଅନେକ ପିଢ଼ିକୁ ତାରି ଦିଏ। ସୂର୍ଯ୍ୟ ଓ ବୃହସ୍ପତି ମୀନ ରାଶିରେ ଥିବାବେଳେ କୃଷ୍ଣବେଣୀ ନଦୀରେ କରାଯାଇଥିବା ସ୍ନାନକୁ ଋଷିମାନେ ପ୍ରଶଂସା କରିଛନ୍ତି। ଉପରୋକ୍ତ ମାସମାନଙ୍କରେ ଯଥେଷ୍ଟ ତୀର୍ଥମାନଙ୍କରେ କରାଯାଉଥିବା ସ୍ନାନ ଇନ୍ଦ୍ରପ୍ରଦ ପ୍ରାପ୍ତି କରାଇଥାଏ। ବିଦ୍ୱାନ ପୁରୁଷ ଗଙ୍ଗା ଅଥବା କାବେରୀ ନଦୀରେ ଆଶ୍ରୟ ନେଇ ତୀର୍ଥବାସ କରିବା ଉଚିତ। ଏପରି କଲେ ତତ୍କାଳ ଘଟିତ ହୋଇଥିବା ପାପ ନିଶ୍ଚିତ ନଷ୍ଟ ହୋଇଯାଏ। ଅନେକ କ୍ଷେତ୍ର ରୁଦ୍ରଲୋକ ପ୍ରଦାନ କରାଇଥାନ୍ତି। ତାମ୍ରପର୍ଣ୍ଣୀ ଓ ବେଗବତୀ ନଦୀ ବ୍ରହ୍ମଲୋକ ପ୍ରାପ୍ତି ରୂପୀ ଫଳ ପ୍ରଦାନ କରନ୍ତି। ଏହି ଦୁହିଁଙ୍କ ତଟରେ ଅନେକ ସ୍ୱର୍ଗଦାୟକ କ୍ଷେତ୍ର ଅଛି। ଏହି ଦୁହିଁଙ୍କ ମଧ୍ୟଭାଗରେ ବହୁତ ପୁଣ୍ୟପ୍ରଦ କ୍ଷେତ୍ର ରହିଛି। ସେଠାରେ ନିବାସକାରୀ ବିଦ୍ୱାନ ବ୍ୟକ୍ତି ଯଥୋକ୍ତ ଫଳର ଭାଗୀ ହୋଇଥାଏ। ସଦାଚାର ଉତ୍ତମ ବୃତ୍ତି ତଥା ସଦ୍ଭାବନା ସହିତ ମନରେ ଦୟାଭାବ ରଖି ବିଦ୍ୱାନ ବ୍ୟକ୍ତି ତୀର୍ଥରେ ନିବାସ କରିବା ଉଚିତ। ନଚେତ୍ ତୀର୍ଥବାସରେ ଫଳ ମିଳେ ନାହିଁ। ପୁଣ୍ୟକ୍ଷେତ୍ରରେ କରାଯାଇଥିବା ଛୋଟିଆ ପୁଣ୍ୟ ମଧ୍ୟ ଅନେକ ପ୍ରକାର ବୃଦ୍ଧିପ୍ରାପ୍ତ ହୋଇଥାଏ ଏବଂ ସେଠାରେ କରାଯାଇଥିବା ଛୋଟିଆ ପାପ ମଧ୍ୟ ବହୁତ ବଡ଼ ହୋଇଯାଇଥାଏ। ଯଦି କେହି ପୁଣ୍ୟକ୍ଷେତ୍ରରେ ରହି ଜୀବନ ବିତାଇବାକୁ ଇଚ୍ଛା କରେ ତେବେ ସେ ପୁଣ୍ୟ ସଂକଳ୍ପ ମାତ୍ରକେ ହିଁ ତାର ପୂର୍ବର ସମସ୍ତ ପାପ ନଷ୍ଟ ହୋଇଯିବ। କାରଣ ପୁଣ୍ୟକୁ ଐଶ୍ୱର୍ଯ୍ୟଦାୟକ କୁହାଯାଇଛି। ବ୍ରାହ୍ମଣଗଣ ତୀର୍ଥବାସ ଜନିତ ପୁଣ୍ୟ କାୟିକ ବାଚିକ ଓ ମାନସିକ ସମସ୍ତ ପାପକୁ ନଷ୍ଟ କରିଦିଏ। ତୀର୍ଥରେ କରାଯାଇଥିବା ମାନସିକ ପାପ ବଜ୍ରଲେପ ହୋଇଯାଏ। ତାହା ଅନେକ କଳ୍ପ ପର୍ଯ୍ୟନ୍ତ ପିଛା ଛାଡ଼େ ନାହିଁ। ସେପରି ପାପ କେବଳ ଧ୍ୟାନ ଦ୍ୱାରା ନଷ୍ଟ ହୋଇଥାଏ, ଅନ୍ୟ କୌଣସି ଉପାୟରେ ନୁହେଁ। ବାଚିକ ପାପ ଜପ ଦ୍ୱାରା ଓ କାୟିକ ପାପ ଶରୀରକୁ ଶୁଖାଇବା ପରି କଠୋର ତପସ୍ୟା ଦ୍ୱାରା ନଷ୍ଟ ହୋଇଥାଏ। ତେଣୁ ସୁଖ ଚାହୁଁଥିବା ବ୍ୟକ୍ତି ଦେବତାଙ୍କୁ ପୂଜା କରିବା ଓ ବ୍ରାହ୍ମଣଙ୍କୁ ଦାନ ଦେବା ସହିତ ପାପରୁ ଦୂରେଇ ରହି ତୀର୍ଥବାସ କରିବା ଉଚିତ। ଅଧ୍ୟାୟ 12 ସମାପ୍ତ ହୋଇଛି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।